କୁହାଯାଏ ଗଛଟିଏ ଜୀବନଟିଏ। ନିଜର ବ୍ୟସ୍ତ ଜୀବନରୁ କିଛି ସମୟ କାଢ଼ି ଆମେ ପହଞ୍ଚି ଯାଇଥିଲୁ ଗୋଟେ ସୁନ୍ଦର ନର୍ସରୀକୁ, ଯାହାର ନାମ ଥିଲା ଏକାମ୍ର କାନନ ଫାର୍ମ। ଏହା ସିଆର୍ପି ଠାରୁ ଭିଆଇପି କଲୋନୀକୁ ଯିବାବେଳେ ରାସ୍ତାରେ ପଡ଼େ। ସେଠି ଯିବାର ପଛର କାରଣଟି ମୁଁ ଆପଣଙ୍କୁ କହୁଛି। ଆମର ଜଣେ ସାର୍ଙ୍କର ରିଟାୟାରମେଣ୍ଟ ହେବାର ଥିଲା। ବହୁତ ଫ୍ୟାନ୍ସି ଗିଫ୍ଟ ଦେବାକୁ ଇଚ୍ଛା ନଥିଲା, ସେଥିପାଇଁ ଡିସାଇଡ଼୍ କଲୁ ଗଛ ଦେବୁ। ସେଠି ବହୁତ ସୁନ୍ଦର ସୁନ୍ଦର ଗଛ ଥିଲା, ଫୁଲ ଫଳ ଏମିତି ଅନେକ। ଆମେ 2ଟି ଇନଡୋର୍ ପ୍ଲାଣ୍ଟ ଆଣିଥିଲୁ। ପ୍ରାଇସ୍ ବି ବହୁତ କମ୍ ଥିଲା। ଏଠାରେ ଥିବା ଲୋକମାନଙ୍କୁ ଆମେ ଗଛ ବିଷୟରେ ସମ୍ପୂର୍ଣ୍ଣ ଭାବରେ ପଚାରିଥିଲୁ। ସେମାନେ ଆମକୁ ଗଛକୁ ଭଲ ଭାବରେ ଦେଖାଇଥିଲେ ଏବଂ ସବୁ ଗଛ ବିଷୟରେ ଆମକୁ ନଲେଜ୍ ଦେଇଥିଲେ। ସବୁ ଗଛକୁ ଭଲ ଭାବରେ ବୁଲି ଯାଇଥିଲୁ। ଆପଣ ଦେଖିପାରୁଥିବେ ଏଠି କେତେ ସୁନ୍ଦର ୟେଲୋ କଲର୍ର ଫୁଲ ଅଛି। ତାପରେ ଆମେ ଭଲ ଭାବରେ ଦେଖି ସାରିଲା ପରେ 2ଟି ଗଛ କିଣିକି ଆଣିଥିଲୁ। ଆପଣମାନେ ମଧ୍ୟ ଯେତେବେଳେ ଆପଣଙ୍କର ସ୍ପେଶାଲ ଡେଜ୍ ହେଉ, କିଛି ସ୍ପେଶାଲ ଇଭେଣ୍ଟ ହେଉ, କିଛି ସ୍ପେଶାଲ ଆଚିଭମେଣ୍ଟ ହେଉ, ଯେତେବେଳେ ବି ସେଲିବ୍ରେଟ୍ କରିବାକୁ ଚାହୁଁଛନ୍ତି, ଚେଷ୍ଟା କରନ୍ତୁ ନିଶ୍ଚିତ ଭାବରେ ଗୋଟେ ଗଛ ନେବା ପାଇଁ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବରେ କେୟାର ନେଇକି ଆଗକୁ ବଢ଼ିବା ପାଇଁ। ସତରେ এই ଜିନିଷଟା ଆମକୁ କରିକି ବହୁତ ଭଲ ଲାଗିଥିଲା। ମୁଁ ଆଶା କରୁଛି ଆପଣମାନେ ମଧ୍ୟ କଲାବେଳେ ଆପଣମାନଙ୍କୁ ମଧ୍ୟ ବହୁତ ଭଲ ଲାଗିବ।